ମୋ ନାଁ ଲୋକନାଥ ସାହୁ ଆଉ ମୁଁ ଜଣେ ବୀମା ଏଜେଣ୍ଟ ଜେନେରାଲ ଇନ୍ସୁରାନ୍ସରେ। ଆଉ ଆମର କାମ ବୀମା କରିବା। ଆପଣ ସାଧାରଣତଃ ଗାଡ଼ି ମଟରର ଆଜ୍ଞା ବୀମା ଆଜ୍ଞା କରନ୍ତି। ଆଜ୍ଞା। ସାର୍ ଗୋଟେ ଆମର ବୀମା କେତେ ପ୍ରକାରର ହେଇଥାଏ ଗାଡ଼ି ମଟର? ଗାଡ଼ିର ଆମର ଦୁଇ ପ୍ରକାର ବୀମା ଥାଏ। ଗୋଟେ ହେଉଛି ଆପଣଙ୍କର କମ୍ପ୍ରେହେନ୍ସିଭ୍ ପଲିସି, ଗୋଟେ ପ୍ୟାକେଜ ଯେଉଁଟାକୁ ଆମେ ପ୍ୟାକେଜ ପଲିସି କହୁ। ଆଉ ଗୋଟେ ହେଉଛି ଆପଣଙ୍କର ଥାର୍ଡ଼ ପାର୍ଟି ପଲିସି, ଥାର୍ଡ଼ ପାର୍ଟି ଲାଇବିଲିଟି ପଲିସି। ଆଉ ଦୁଇ ପ୍ରକାର ପଲିସି ଯୋଉ ହେଇଥାଏ। ଫାଷ୍ଟ ଯୋଉଟା କହିଲେ ସେଟା ହଉଛି ଫାଷ୍ଟ ପାର୍ଟି ଇନ୍ସୁରାନ୍ସ ଆଉ ଯାହାକୁ ଗୋଟେ କହନ୍ତି, ଥାର୍ଡ ପାର୍ଟି। ଆଉ ଗୋଟେ ହେଉଛି ଥାର୍ଡ଼ ପାର୍ଟି ଥାର୍ଡ ଇନ୍ସୁରାନ୍ସ। ପାର୍ଟି କଣ ରହିଛି ଡିଫରେନ୍ସ ସାର୍ ଫାଷ୍ଟ ପାର୍ଟି ଡିଫରେଣ୍ଟ ହେଉଛି କ'ଣ, ଆପଣଙ୍କର ଯଦି ପ୍ୟାକେଜ ପଲିସି ନେଉଛନ୍ତି ଗୋଟେ ଗାଡ଼ିର, ତ ସେଥିରେ ଆପଣଙ୍କର ଗାଡ଼ି ଯଦି ସପୋଜ କାଲି ସକାଳୁ ଆକ୍ସିଡେଣ୍ଟ ହେଲା, ତ ସେଇଠି ଆପଣଙ୍କର ଗାଡ଼ିର କଭରେଜ ବି ପାଇବେ। ତା ସହିତ ଆପଣଙ୍କର ଗାଡ଼ି ଯାହାକୁ ଆକ୍ସିଡେଣ୍ଟ କଲା ତାର ଲାଇବିଲିଟି ଯାହା ହେଲା ସେଇଟା ବି ଆପଣ କଭରେଜ ପାଇବେ। ସେଇଟା ହେଉଛି ପ୍ୟାକେଜ ପଲିସିରେ। ଆଚ୍ଛା ସପୋଜ ମୋ ଗାଡ଼ି ଆକ୍ସିଡେଣ୍ଟ ହେଉଛି, ମୋ ଗାଡ଼ି ଆକ୍ସିଡେଣ୍ଟ ହେଲା ପରେ ମୋ ଗାଡ଼ିର ଡ୍ୟାମେଜ ହେଇଗଲା, ମୋ ଗାଡ଼ିର ଧରନ୍ତୁ ଖର୍ଚ୍ଚ। ସାର୍ ଟିକେ ଯେହେତୁ ଦର୍ଶକମାନେ ସାଧାରଣତଃ ଜାଣିଛନ୍ତି ଯେ ଫାଷ୍ଟ ପାର୍ଟି ଥାର୍ଡ ପାର୍ଟି, ଆମେ ଫାଷ୍ଟ ପାର୍ଟି ଆଉ ଥାର୍ଡ ପାର୍ଟି ନେଇକରି କହିଲେ ଟିକେ ବୁଝିପାରିବେ ସାର୍। ହଁ ହଁ ଆଜ୍ଞା। ଫାଷ୍ଟ ପାର୍ଟି ପଲିସି, ଫାଷ୍ଟ ପାର୍ଟି ପଲିସି ମାନେ ଆପଣଙ୍କ ସେଥିରେ ୱାନ୍ସ ଫାଷ୍ଟ ପାର୍ଟି ପଲିସି ହେଲା ପରେ, ଧରନ୍ତୁ ଗାଡ଼ିଟା ଆପଣଙ୍କର ଆକ୍ସିଡେଣ୍ଟ ହେଲା, ଆକ୍ସିଡେଣ୍ଟ ହେଲା ପରେ ଆପଣଙ୍କର ଯାହାକୁ ଗାଡ଼ି ଆକ୍ସିଡେଣ୍ଟ କଲେ ତାର ବି ଡ୍ୟାମେଜେସ୍ ଆସିଲା, ପ୍ଲସ୍ ମୋ ନିଜ ଗାଡ଼ିର ବି ଡ୍ୟାମେଜେସ୍ ଆସିଲା। ଯଦି ଫାଷ୍ଟ ପାର୍ଟି ଇନ୍ସୁରାନ୍ସ ଅଛି ତ ମୁଁ ମୋ ନିଜ ଗାଡ଼ି ପାଇଁ କ୍ଲେମ୍ କରିପାରିବି। ମୋର ଯାହା କମ୍ପାନସେସନ୍ ହେବ ନିଜ ଗାଡ଼ି କ୍ଲେମ୍ରେ ସେଇଟା ମୁଁ ପାଇପାରିବି। ଯଦି ଥାର୍ଡ଼ ପାର୍ଟି ପଲିସି ହେଇଯାଇଛି ତାହେଲେ ମୋ ଗାଡ଼ିର କମ୍ପାନସେସନ୍ ପାଇବେନି। ଗାଡ଼ି ଯାହାକୁ ମୁଁ ଆକ୍ସିଡେଣ୍ଟ କଲି ତାର ଯାହା ଲାଇବିଲିଟି ହେବ ସେଇଟା ଇନ୍ସୁରାନ୍ସ କମ୍ପାନୀ ବେର୍ କରିବ। ସେଇଟା ହେଉଛି ଥାର୍ଡ଼ ପାର୍ଟି ଲାଇବିଲିଟି ପଲିସି। ଆଉ ଟିକେ ଡିପଲି ଯିବା ଆମେ ଫାଷ୍ଟ ପାର୍ଟି। ଫାଷ୍ଟ ପାର୍ଟିରେ ଜଣେ ଫାଷ୍ଟ ପାର୍ଟି ଇନ୍ସୁରାନ୍ସ। ଫାଷ୍ଟ ପାର୍ଟି ଇନ୍ସୁରାନ୍ସରେ କେବଳ ଗାଡ଼ିର କଭରେଜଟା ଥାଏ। ଆଚ୍ଛା ଥାର୍ଡ଼ ପାର୍ଟି ପଲିସିରେ କେବଳ ଥାର୍ଡ଼ ପାର୍ଟି ଲାଇବିଲିଟି କଭରେଜ ଥାଏ। ଯଦି ଫାଷ୍ଟ ପାର୍ଟି ପଲିସି କରିଛନ୍ତି ତାହେଲେ ନିଜ ଗାଡ଼ିର କଭରେଜ ଆସିବ। ଆକ୍ସିଡେଣ୍ଟାଲ ଡ୍ୟାମେଜ ହେଉ, ଚୋରି ହେଉ, ନିଜ ଗାଡ଼ି ପାଇଁ ଆପଣ କ୍ଲେମ୍ କରିପାରିବେ। ତାର ଗାଡ଼ି ପାଇଁ ଆପଣ କମ୍ପାନସେସନ୍ ପାଇବେ, ନିଜର ଗାଡ଼ି ପାଇଁ। ହଁ ଯଦି ଥାର୍ଡ଼ ପାର୍ଟି ଲାଇବିଲିଟି ପଲିସି ଅଛି ତାହେଲେ ଆପଣ ନିଜ ଗାଡ଼ିର କମ୍ପାନସେସନ୍ କିଛି ପାଇବେ ନାହିଁ। ନିଜ ଗାଡ଼ିରେ ପାଇବେନି। ପାଇବ କଣ ଦେବେ? ଗାଡ଼ି ଯାହାକୁ ଆକ୍ସିଡେଣ୍ଟ କଲେ ତାର ଯାହା ଲସ୍ ହେବ ସେଇଟା ଇନ୍ସୁରାନ୍ସ କମ୍ପାନୀ ବେର୍ କରିବ। ସେଟାକୁ ଆପ୍ଲାଏ କିଏ କରିବ? ସେଇଟାକୁ ଆପଣ ସେମିତି ତ ଡାଇରେକ୍ଟ ଇନ୍ସୁରାନ୍ସ କମ୍ପାନୀ କି ଆସେନି ସେ କ୍ଲେମ୍। ସେଇଟାକୁ ଯଦି ସପୋଜ ଆକ୍ସିଡେଣ୍ଟ ହେଇଗଲା ପରେ ସେଇଟା ପୋଲିସ କେସ୍ ହୁଏ। ପୋଲିସରେ ଆପଣଙ୍କର ଯେଉଁ ଏଫଆଇଆର୍ ବଗେରା ହୁଏ, ତାର ପ୍ରୋସିଜ୍ୟୋର ଅଛି, କୋର୍ଟକୁ ଯାଏ କେସ୍। କୋର୍ଟକୁ କେସ୍ ଗଲା ପରେ ଆପଣଙ୍କୁ ଯେଉଁ ପାର୍ଟି ଆକ୍ସିଡେଣ୍ଟ କରିକି ସେ ଲୋକର ଲସ୍ କରିଥିବ ତା ନାଁରେ କେସ୍ ହୁଏ। ସେ ତାର ସବୁ ଡକୁମେଣ୍ଟ ଯାଇକି ସେଇଠି ସବମିଟ୍ କରେ କୋର୍ଟରେ। ସେତେବେଳେ ତାଙ୍କୁ ବୀମା ପଲିସି ମଗାଯାଏ। ଯେଉଁ ଡେଟ୍ରେ ଆପଣଙ୍କର ଆକ୍ସିଡେଣ୍ଟ ହେଇଥିଲା ସେ ଡେଟ୍ରେ ଆପଣଙ୍କର ଗାଡ଼ିର ବୀମା ଅଛି କି ନାହିଁ। ଯଦି ବୀମା ତାର ଅଛି ତ ବୀମା ପଲିସି ସେଇଠି ସବମିଟ୍ କଲା ପରେ ତାକୁ ସେଠି ଆଉ ପାର୍ଟି କରାଯିବନି, ତାକୁ ସାଇଡ଼୍ କରିଦିଆଯାଏ। ଇନ୍ସୁରାନ୍ସ କମ୍ପାନୀକି ପାର୍ଟି କରାଯାଏ। ଯଦି ସେ ଗାଡ଼ିର ତାର ବୀମା ନାହିଁ, ସେ ସମୟରେ ଥାର୍ଡ଼ ପାର୍ଟି ପଲିସି ନାହିଁ, ତ ସେଇଠି ସେ ଲୋକ ହିଁ ଲାଇବୁଲ୍ ହେବ। ସେ ଯେଉଁ ଲୋକକୁ ସେ ଆକ୍ସିଡେଣ୍ଟ କରି ତାର ଯାହା ଲସ୍ କରିଛି ତାର କମ୍ପାନସେସନ୍ ଯାହା ହେବ ତା ପାଇଁ ଲାଇବୁଲ୍ ସେ ଲୋକ ନିଜେ ହେବ, ଓନର୍ ନିଜେ ହେବ। ଯଦି ତାର ବୀମା ଅଛି ଗାଡ଼ିର ତ ସେଇଟା ବୀମା କମ୍ପାନୀ ତାକୁ ବେର୍ କରିବ। ଆଚ୍ଛା, ଯଦି ଏଇ ଯୋଉ ଆକ୍ସିଡେଣ୍ଟ କଥା କହୁଛନ୍ତି, ତେବେ କେବଳ ଗୋଟେ ସପୋଜ ଗୋଟେ ଜଣେ ଟୁ ହ୍ୱିଲର ଚଲାଉଛି, ଜଣେ ଫୋର ହ୍ୱିଲର ସାଙ୍ଗରେ ଆକ୍ସିଡେଣ୍ଟଟା କରିଛି, ତେବେ ସେଇ ଯୋଉ ଫୋର ହ୍ୱିଲର ଯୋଉ ମାଇନର ଯୋଉ ହଉଛି ମାନେ ଡ୍ୟାମେଜ ହଉଛି, ଯଦି ସେ ଲୋକଟି କେସ୍ କରିବ ତେବେ ତାକୁ ବି ଯଦି ବୀମା ଥିବ ତାକୁ ବି ରିକଭରି ହେଇପାରିବ? ନା ନା, ସେଟା ଥାର୍ଡ଼ ପାର୍ଟି ପ୍ରପର୍ଟି ଡ୍ୟାମେଜରେ ପଳେଇ ଆସିବ। ଯଦି ଚଲନ୍ତୁ ଆପଣଙ୍କର ଫୋର୍ ହ୍ୱିଲର ଗାଡ଼ିଟା ଗୋଟେ ଟୁ ହ୍ୱିଲର ଗାଡ଼ି ସହିତ ମାଡ଼ ହେଉଛି, ତାର ବି ଥାର୍ଡ଼ ପାର୍ଟି ଲାଇବିଲିଟି ପଲିସି ଅଛି, ଆର ବି ଥାର୍ଡ଼ ପାର୍ଟି ଲାଇବିଲିଟି ପଲିସି ଅଛି, ତ ସେଇଟା ଓଡି କ୍ଲେମ୍କୁ ଆସିବନି। এটা ওନ୍ ଡ୍ୟାମେଜ୍ କ୍ଲେମ୍ ଥାଏ, ଥାର୍ଡ଼ ପାର୍ଟି କ୍ଲେମ୍ ଥାଏ। এটা ଓନ୍ ଡ୍ୟାମେଜ୍ କ୍ଲେମ୍କୁ ଆସିବନି। ଥାର୍ଡ଼ ପାର୍ଟି ଲାଇବିଲିଟି ମାନେ ଥାର୍ଡ଼ ପାର୍ଟି ପ୍ରପର୍ଟି ଡ୍ୟାମେଜ୍ରେ ସେ ଲୋକ କେସ୍ କରିପାରିବ, କିନ୍ତୁ ଯଦି କୋର୍ଟ ଆୱାର୍ଡ଼ କଲେ ସେ ଲୋକ ଇନ୍ ଦ ଫ୍ୟୁଚର୍ କୋର୍ଟ ଆୱାର୍ଡ଼ କରିବ ଯେ ନାଇଁ ଆଉ ଆପଣଙ୍କର ପ୍ରପର୍ଟି ଡ୍ୟାମେଜ୍ କରିଛି ସେ ଗାଡ଼ିଟା, ତ ଯଦି ତାହେଲେ ପେମେଣ୍ଟ ହେବ। କିନ୍ତୁ ବେସିକାଲି ଏଇଟା ହୁଏନି, କାହିଁକିନା ଓନ୍ ଡ୍ୟାମେଜ୍ ଥାଏ। ଏ ଗାଡ଼ିର ବି ଓନ୍ ଡ୍ୟାମେଜ୍ ଥିବ, ସେ ଗାଡ଼ିର ବି ଓନ୍ ଡ୍ୟାମେଜ୍ ଥିବ। କାର୍ ମାନଙ୍କର ବେସିକାଲି ପ୍ୟାକେଜ୍ ପଲିସି ଥାଏ। ଆଉ ସିଏ କାହିଁ ଗୋଟେ ଟୁ ହ୍ୱିଲର ଥାର୍ଡ଼ ପାର୍ଟି ପଲିସିରେ ଯାଇକି କ୍ଲେମ୍ କରିକି 10 ବର୍ଷ ଅପେକ୍ଷା କରିବ ଯେ ତାର କେବେ କୋର୍ଟ ଆୱାର୍ଡ଼ କରିବ, କେସ୍ ଫାଇନାଲ୍ ହେବ, ସେ ପଇସା ପାଇବ। ଆପଣ ଯୋଉ କଥାଟା କହୁଛନ୍ତି ଏଟା ହଉଛି ଗୋଟେ ଟୁ ହ୍ୱିଲରଟେ ସପୋଜ ଗୋଟେ ମଣିଷକୁ ବାଡ଼େଇ ଦେଇଛି, ସେଇଟା ସାର୍ ସେଇଟା ଡେଥ୍ କେସ୍ ଆସିଯିବ। ଧରନ୍ତୁ ବାଡ଼େଇ ଦେଲା, ସେଇଟା ହିଁ ଥାର୍ଡ଼ ପାର୍ଟି ଲାଇବିଲିଟି ପଲିସି। ଗୋଟେ ଧରନ୍ତୁ ଗୋଟେ ଟୁ ହ୍ୱିଲରଟେ ଗୋଟେ ରାସ୍ତାରେ ଯାଉଛି, ଆକ୍ସିଡେଣ୍ଟ କଲା, ଗୋଟେ ଲୋକ ସେଠି ଡେଥ୍ ହେଇଗଲା ସ୍ପଟ୍, ତ ତାର ଯାହା ଲାଇବିଲିଟି ହେବ, ଯଦି ଆର ଏ ଗାଡ଼ିର ଇନ୍ସୁରାନ୍ସ ଅଛି, ସେ ଲୋକର କମ୍ପାନସେସନ୍ ଇନ୍ ଦ ଫ୍ୟୁଚର୍ କୋର୍ଟ ଯଦି ଆୱାର୍ଡ଼ କରିବ 5 ଲକ୍ଷ, 10 ଲକ୍ଷ, 50 ଲକ୍ଷ ଯାହା ବି ଆୱାର୍ଡ଼ କରିବ ସେଇଟା ଇନ୍ସୁରାନ୍ସ କମ୍ପାନୀ ଦେବ। ଇନ୍ସୁରାନ୍ସ କମ୍ପାନୀ ଦବ। ଯଦି ସେ ଲୋକଟା ଡେଥ୍ ହେଇନି, ମାନେ ଇଞ୍ଜୁରି ହଉ, ତାର ଡେଥ୍ ହଉ, ତାର ଗୋଟେ ଖଣ୍ଡିଆ ହଉ, ଯାହା ବି ହଉ, ସିଏ ତାର ଯାହା କମ୍ପାନସେସନ୍ କ୍ଲେମ୍ କଲା
ଯଦି କୋର୍ଟ ରିଏଲାଇଜ୍ କଲେ ଯେ ନାଇଁ ଏ ଲୋକର କମ୍ପାନସେସନ୍ ଯେତିକି ଟଙ୍କା ହେଉଛି ତାଙ୍କୁ ଦେବା ପାଇଁ ପଡ଼ିବ, କୋର୍ଟ ଯାହା ଆୱାର୍ଡ଼ କରିବ ଇନ୍ସୁରାନ୍ସ କମ୍ପାନୀ ମାନିବ। ଆଚ୍ଛା, ଫାଷ୍ଟ ପାର୍ଟିରେ କିନ୍ତୁ ଆପଣ ଯଦି ଫାଷ୍ଟ ପାର୍ଟି ଇନ୍ସୁରାନ୍ସ କରିଛନ୍ତି ତେବେ ଆପଣଙ୍କର ଗାଡ଼ିରେ ସପୋଜ ଆକ୍ସିଡେଣ୍ଟ ହେଲା ଯାହା ଡ୍ୟାମେଜ ହେବ ସେଇଟା ତାର ପରସେଣ୍ଟେଜ ହିସାବରେ ଫାଇବର ଆଉ ହଁ ହଁ ସେଟା ଥାଏ ତାର ପ୍ୟାକେଜ ପଲିସିରେ। ପ୍ୟାକେଜ ପଲିସିକି ଆସିବ ଯଦି ପ୍ୟାକେଜ ପଲିସିର ଆମର ଗୋଟେ ଥାଏ ଖାଲି ନର୍ମାଲ ପ୍ୟାକେଜ ପଲିସି, ଆଉ ଗୋଟେ ଥାଏ ଆଡନ୍ ପଲିସି। ଆଡନ୍ ପଲିସିରେ ଆପଣଙ୍କର ପ୍ରତ୍ୟେକଟି ଜିନିଷ ପାଇଁ ତାର ଆଡନ୍ ଥାଏ। ପାର୍ଟସ୍ ପାଇଁ ଆସିଯିବ ନିଲ୍ ଡେପ୍ରିସିଏସନ୍ ପଲିସି। ମାନେ ସପୋଜ ଧରନ୍ତୁ ଗୋଟେ ପ୍ୟାକେଜ ପଲିସି ଗୋଟେ ଲୋକ କରିଛି, ଧରିନେବା ଆମେ ଧରନ୍ତୁ 2 ବର୍ଷର ଗାଡ଼ି, 2 ବର୍ଷ ଗାଡ଼ି ତ ନୁହଁ, 2 ବର୍ଷ ଗାଡ଼ିର ହେଇକି ଆସୁଛି, ଧରନ୍ତୁ ଆମେ ଗୋଟେ 3 ବର୍ଷର ଗାଡ଼ିକି ନେବା। ସେଇଠି ପଲିସିରେ ପ୍ୟାକେଜ ପଲିସି ଯଦି ଗୋଟେ ଲୋକ ନର୍ମାଲ ପ୍ୟାକେଜ ପଲିସି କରୁଛି, ସେ ଗାଡ଼ି ଧର ଆକ୍ସିଡେଣ୍ଟ ହେଲା, ତାର ଯାହା ପାର୍ଟସ୍ ଲାଗିଲା ଆଉ ଯାହା ଲେବର ଚାର୍ଜ ଲାଗିଲା, ଯାହା ତାର ଖର୍ଚ୍ଚ ଆସିଲା, ସେଠି ପାଖାପାଖି 50% ପାଖାପାଖି ଡେପ୍ରିସିଏସନ୍ କଟିଯିବ। ସେ ଅଧା ପଇସା ପାଇବ, ଅଧାରୁ ଟିକେ ଅଧିକା ମିଳିବ କିନ୍ତୁ ଅଧା ପଇସା ସେ ପାଇବ। ଯଦି ଧରନ୍ତୁ ଗୋଟେ ଗାଡ଼ି ଆକ୍ସିଡେଣ୍ଟ ହେଲା, ତାର 5 ଲକ୍ଷ ଖର୍ଚ୍ଚ ହେଲା, ତ ସେଇଠି ସିଏ ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ 2.5 ଲକ୍ଷ ଟଙ୍କା ଖଣ୍ଡେ ପାଇବ। 2.5 ଲକ୍ଷରୁ ଟିକେ ଅଧିକା ଇନ୍ସୁରାନ୍ସ କମ୍ପାନୀ ଦେବ, କିନ୍ତୁ 2.5 ଲକ୍ଷ ଭିତରେ ହିଁ ସେ ପାଇବ। ଆଉ ଯଦି ତାର ସେଠି ଜିରୋ ଡେ ପଲିସି ନେଇଛି, ତାକୁ କୁହନ୍ତି ଆମେ ଆଡନ୍ ପଲିସି, ତାର ପ୍ରତ୍ୟେକଟି ପାର୍ଟସ୍ ପାଇଁ ନିଲ୍ ଡେପ୍ରିସିଏସନ୍ ପଲିସି ନେଇଛି, ତ ତାର ଗାଡ଼ିରେ ଯାହା ପାର୍ଟସ୍ ଲାଗିଲା ତାର ସବୁ ପଇସା ମିଳିଯିବ, ଡେପ୍ରିସିଏସନ୍ କଟିବନି। ତା ସହିତ ଯଦି ସେ ପଲିସିରେ ଆଡ଼୍ କରିକି ନେଇଛି ଇଞ୍ଜିନ୍ ପ୍ରୋଟେକ୍ସନ୍ କଭର୍ ଗୋଟେ ଆସେ। ଇଞ୍ଜିନ୍ ପ୍ରୋଟେକ୍ସନ୍ କଭର୍ ଯଦି ନେଇଛି, ସେ ଗାଡ଼ି ସପୋଜ ଧରନ୍ତୁ ଆକ୍ସିଡେଣ୍ଟାଲି ଇଞ୍ଜିନ୍ ଡ୍ୟାମେଜ୍ ହେଲା ତ ସେ କ୍ଲେମ୍ ପେଏବୁଲ୍ ହେବ। ଯଦି ସପୋଜ ଗାଡ଼ିର କିଛି କୋଉଠି ଖଣ୍ଡିଆ ଖାବରା ହେଇନି, ଇଞ୍ଜିନ୍ଟା ସିଜ୍ କରିଗଲା, ସେ କୌଣସି ରିଜିନ୍ ପାଇଁ ହଉ, ଆଇଦର ତଳପଟ ଅଏଲ୍ ଚାମ୍ବର ଫାଟିକି ଅଏଲ୍ ଲିକେଜ୍ ହେଇକି ଇଞ୍ଜିନ୍ ସିଜ୍ ହଉ, କୁଲାଣ ଆପଣଙ୍କର ଲିକ୍ ହେଇଗଲା ଇଞ୍ଜିନ୍ ସିଜ୍ ହେଇଯାଉ, କି ଆପଣଙ୍କର ଗାଡ଼ିରେ ଇଞ୍ଜିନ୍ରେ ପାଣି ପଶିଗଲା ଇଞ୍ଜିନ୍ ସିଜ୍ ହଉ, ସେ ଯାହା ହେଲେ ବି ଆପଣଙ୍କର ଇଞ୍ଜିନ୍ ପ୍ରୋଟେକ୍ସନ୍ କଭର୍ଟା କଭର୍ କରିବ। ଏବେ ଦେଖିବାକୁ ମିଳୁଛି ଯେ ସୋରୁମରୁ ଗାଡ଼ି ବାହାରିଲା ବେଳକୁ ଇନ୍ସୁରାନ୍ସ ହେଇକିରି ଆସୁଛି। ସେଇଟା କମ୍ପଲସରି, ବିନା ଇନ୍ସୁରାନ୍ସରେ ସୋରୁମରୁ ଗାଡ଼ି ଛାଡ଼ିବେ ନାହିଁ, କାରଣ ରେଜିଷ୍ଟ୍ରେସନ୍ ଆପଣଙ୍କ ହେବନି। ଇନ୍ସୁରାନ୍ସ କଲେ ଯାଇକି ରେଜିଷ୍ଟ୍ରେସନ୍ ହେବ। କେତେ ବର୍ଷ ପାଇଁ ଇନ୍ସୁରାନ୍ସ? ସେଇଟା ଆପଣଙ୍କର ବର୍ତ୍ତମାନ ପ୍ରାଇଭେଟ୍ କାର୍କୁ 3 ବର୍ଷ ଥାର୍ଡ଼ ପାର୍ଟି ପଲିସି, ବର୍ଷେ ଫାର୍ଷ୍ଟ ପାର୍ଟି ପଲିସି ହେଇକି ବାହାରୁଛି, ତାକୁ କୁହନ୍ତି ବଣ୍ଡଲ ପଲିସି। ଆପଣଙ୍କ ପାଖରେ ଅପସନ୍ ବି ଅଛି, ତାକୁ 3 ବର୍ଷ ପର୍ଯ୍ୟନ୍ତ ଆପଣ ଥାର୍ଡ଼ ପାର୍ଟି ପଲିସି ନେଇପାରିବେ, 3 ବର୍ଷ ପର୍ଯ୍ୟନ୍ତ ପ୍ୟାକେଜ ପଲିସି ବି ନେଇପାରିବେ, କିନ୍ତୁ 3 ବର୍ଷ ଥାର୍ଡ଼ ପାର୍ଟି ପଲିସି ମାଣ୍ଡେଟୋରି। 3 ବର୍ଷ ପର୍ଯ୍ୟନ୍ତ ନା 5 ବର୍ଷ ପର୍ଯ୍ୟନ୍ତ? 2 ହ୍ୱିଲର ଗାଡ଼ିରେ 5 ବର୍ଷ, ପ୍ରାଇଭେଟ୍ କାର୍ରେ 3 ବର୍ଷ, କମର୍ସିଆଲ କାରରେ କମର୍ସିଆଲ ବର୍ଷେ ପର୍ଯ୍ୟନ୍ତ। ତ ଯୋଉ 5 ବର୍ଷ ପର୍ଯ୍ୟନ୍ତ ଯୋଉ ଟୁ ହ୍ୱିଲରରେ ଆପଣଙ୍କର ଫାର୍ଷ୍ଟ ପାର୍ଟି କେତେ ବର୍ଷ ପର୍ଯ୍ୟନ୍ତ ରହୁଛି ତା ଦେହରେ? ଫାର୍ଷ୍ଟ ପାର୍ଟି ବର୍ଷେ, ଥାର୍ଡ଼ ପାର୍ଟି 4 ବର୍ଷ, ମିଶିଗଲେ 5 ବର୍ଷ। 5 ବର୍ଷ ପର୍ଯ୍ୟନ୍ତ ରହୁଛି। ତାପରେ ଜଣେ ଚାହିଁଲେ ସେ ଯୋଉ ଥାର୍ଡ଼ ପାର୍ଟି ଯୋଉ ଅଛି ସେଟାକୁ ଫାର୍ଷ୍ଟ ପାର୍ଟି କରିପାରିବ? ହଁ, ଆପଣ ବର୍ଷକ ପରେ ଫାର୍ଷ୍ଟ ପାର୍ଟିଟା ସରିଯାଉଛି ନା, ତାକୁ ଓନ୍ ଡ୍ୟାମେଜ୍ ପଲିସି କୁହନ୍ତି, ସେଟାକୁ ଆପଣଙ୍କୁ ରିନ୍ୟୁ କରିବା ପାଇଁ ପଡ଼ିବ ବର୍ଷକ ପରେ। ଏଠି ଥାର୍ଡ଼ ପାର୍ଟି ପ୍ରିମିୟମ୍ ଆଉ ଦରକାର ପଡ଼ିବନି, କେବଳ ଓଡି ପ୍ରିମିୟମ୍ ଦେଇକି ଆପଣ ରିନ୍ୟୁ କରିବେ। ଯଦି ସେଇଟା ନ କରିଥିବେ ତ ଗାଡ଼ି ଯଦି ବର୍ଷକ ପରେ ଆପଣଙ୍କ ଚୋରି ହେଇଗଲା କି ଆକ୍ସିଡେଣ୍ଟାଲି ଡ୍ୟାମେଜ୍ ହେଲା, ତ ନିଜ ଗାଡ଼ି ପାଇଁ ଆପଣ କିଛି କ୍ଲେମ୍ କରିପାରିବେ, କେବଳ ଥାର୍ଡ଼ ପାର୍ଟି କ୍ଲେମ୍ ହିଁ ହୋଇପାରିବ। ଆଚ୍ଛା, କିଣିଲା ବେଳକୁ ଜଣେ ଟୋଟାଲି 5 ବର୍ଷ ପାଇଁ ସେଟା ପର୍ଟିକୁଲାର କେତେଟା କମ୍ପାନୀ ଦେଉଛନ୍ତି, ସମସ୍ତେ ଦେଉନାହାନ୍ତି। କମ୍ପଲସରି ବର୍ଷକ ପାଇଁ ଫାର୍ଷ୍ଟ ପାର୍ଟି, 4 ବର୍ଷ ଥାର୍ଡ଼ ପାର୍ଟି, ଏଇଟା ସମସ୍ତେ ଦେବେ, କିନ୍ତୁ 5 ବର୍ଷ ପୁରା ଫୁଲି ପ୍ୟାକେଜ ପଲିସି ପ୍ରାୟ କମ୍ପାନୀ ଦେଉନାହାନ୍ତି। ରେୟାରଲି କିଏ ଗୋଟେ ଦୁଇଟା କମ୍ପାନୀ ଦେଉଛନ୍ତି, କିନ୍ତୁ ସେଇଟା କରିବା ବି ମୋ ମତରେ ଠିକ୍ ନୁହଁ। କାହିଁକିନା ଧରନ୍ତୁ ଏଇନା ଗାଡ଼ି ମୁଁ କିଣିଲି, ବର୍ଷକ ଭିତରେ ମୋ ଗାଡ଼ିଟା ଚୋରି ହେଇଗଲା, ତ ଆଉ 4 ବର୍ଷ ପାଇଁ ଯେଉଁ ମୁଁ ଓଡି ପଲିସି ପ୍ରିମିୟମ୍ ଦେଇଛି ସେଇଟା ମୋର ବାଜ୍ୟାପ୍ତି ହେଲା, କ'ଣ ଲାଭ ହେଲା ତାର? ପ୍ରତ୍ୟେକ ବର୍ଷ ରିନ୍ୟୁଆଲ କରିଦେବାଟା ଭଲ, ବେଟର। ଯଦି ଜଣଙ୍କର ଥାର୍ଡ଼ ପାର୍ଟି ପଲିସି ଅଛି, ସିଏ ଫାର୍ଷ୍ଟ ପାର୍ଟି କରୁନି, ତେବେ ରାସ୍ତାରେ ଗଲାବେଳେ କିଛି ତାକୁ ଫାଇନ୍ ପଡ଼ିବ? ଦେଖନ୍ତୁ ଆଜ୍ଞା, ଜିନିଷ ହେଉଛି କ'ଣ, ଆମର ମୋଟର ଭେହିକିଲ୍ 1989 ଆକ୍ଟ ହିସାବରେ ଯଦି ଗୋଟେ ଗାଡ଼ିର ମୋଟର ଯାନର ବୀମା ନାହିଁ, ତ ରାସ୍ତାରେ ଯଦି ସେ ଗଡ଼ିବ, ତାହେଲେ ତାର ଚାଲାଣ କଟିବା ପାଇଁ 2,000 ଟଙ୍କା ଚାଲାଣ କଟିବା ପାଇଁ ଆମର ଯାହା ସରକାର ନିୟମ କରିଛନ୍ତି, ଆଗରୁ ବି ଅଛି। ଗାଡ଼ି ରାସ୍ତାକୁ ଯିବ ମାନେ ତାର ମୋଟର ଯାନ ଆଇନ ଅନୁସାରେ ଇନ୍ସୁରାନ୍ସ ମାଣ୍ଡେଟୋରି, ଥାର୍ଡ଼ ପାର୍ଟି ଲାଇବିଲିଟି ପଲିସି ମାଣ୍ଡେଟୋରି। ଥାର୍ଡ଼ ପାର୍ଟି ଅଛି, ତାର ତ ରାସ୍ତାରେ ଚଲେଇବା ପାଇଁ ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ। ନିଜର ମାନେ ଗାଡ଼ି ଚୋରି ହେଇଗଲେ କିମ୍ବା ଡ୍ୟାମେଜ ହେଲେ ସେ ଟଙ୍କା ରିକଭରି ପାଇଁ ସିଏ ଥାର୍ଡ଼ ପାର୍ଟି ପଲିସି କରିବା ପାଇଁ ବାଧ୍ୟ। 4 ହ୍ୱିଲରରେ କିନ୍ତୁ 3 ବର୍ଷ ପାଇଁ ହିଁ ହେଇପାରେ।
हाँ 4 व्हीलर 3 वर्ष 3 वर्ष ପାଇଁ ଯୋଉ ହେଇଥାଏ ସେଟା କଣ ଫାର୍ଷ୍ଟ ପାର୍ଟି ହେଇଥାଏ ନା ଥାର୍ଡ ପାର୍ଟି ହେଇଥାଏ? 3 ବର୍ଷର ଆପଣଙ୍କର ପର୍ଟିକୁଲାର କେତେଟା କମ୍ପାନୀ ଦଉଛନ୍ତି ପୁରା 3 ବର୍ଷ ପାଇଁ ପ୍ୟାକେଜ ପଲିସି କରିଦେଉଛନ୍ତି, ମାନେ ଥାର୍ଡ ପାର୍ଟି ବି ରହିବ ଫାର୍ଷ୍ଟ ପାର୍ଟି ବି ରହିବ। କିନ୍ତୁ ସବୁ କମ୍ପାନୀ ଗୋଟେ ଜିନିଷ ନିୟମ ଅଛି ଯେ ଆପଣ 3 ବର୍ଷ ଥାର୍ଡ ପାର୍ଟି ପଲିସି କମ୍ପଲସରି କରିବେ। ଆଉ 3 ବର୍ଷ ପ୍ୟାକେଜ ପଲିସି ପର୍ଟିକୁଲାର କେତେଟା କମ୍ପାନୀ ଦିଅନ୍ତି, ସମସ୍ତେ ଦିଅନ୍ତିନି। ବର୍ଷକ ଫାର୍ଷ୍ଟ ପାର୍ଟି ଦେବେ, 3 ବର୍ଷ ଥାର୍ଡ ପାର୍ଟି ଦେବେ, ଏଇଟା ମାଣ୍ଡେଟୋରି। ଆଉ ଏବେ ଯଦି ଗୋଟେ ଲୋକ କହିବ ନାହିଁ ଟୋଟାଲ ମୋ ଗାଡ଼ିର କଭରେଜ ନେବାର ହିଁ ନାହିଁ, ତ 3 ବର୍ଷ ଥାର୍ଡ ପାର୍ଟି ପଲିସି କରିକି ଆଣିପାରିବେ, ଚଳିପାରିବେ। ନା ମୋ ପ୍ରପର୍ଟି ମୁଁ ତାକୁ ରିସ୍କ ନେବିନି, ଠିକ ଅଛି। ଆଉ ଗୋଟେ କଥା, ଏବେ ଯେମିତିକା ପଲ୍ୟୁସନ ପାଇଁ ରୁଲ ଚାଲିଛି, ତ ଇନ୍ସୁରାନ୍ସ ନଥିଲେ କଣ ପଲ୍ୟୁସନ ହେଇପାରିବ? ସେଇଟା ସାର୍ ଆମେ ଜାଣିନୁ। ହଁ ସେଇଟା ଜାଣିନୁ, ଆମର ସେମିତି କିଛି ବି ଆସିନି। କିନ୍ତୁ ବେସିକାଲି ଆମେ ଯେତେବେଳେ ପଲିସି କରୁ, ଆମେ ଯେତେବେଳେ ଯେତିକି ଆମର ବି ଗୋଟେ ମଝିରେ ଆସିଥିଲା ସର୍କୁଲାର ଆସିଥିଲା। ଆଉ ବର୍ତ୍ତମାନ ମୁଁ କ'ଣ ଯେଉଁ ପ୍ରତ୍ୟେକଟି ଇନ୍ସୁରାନ୍ସ କମ୍ପାନୀରେ ଯେଉଁମାନେ ବି ଅଣ୍ଡର ରାଇଟିଂ କରୁଛନ୍ତି, ପଲିସି ଇସ୍ୟୁ କରୁଛନ୍ତି, ଆମେ ପଲିସି କଲାବେଳକୁ ଯେତେବେଳେ ଅଣ୍ଡର ରାଇଟ୍ କରୁ, ଗୋଟେ ପ୍ରପୋଜାଲକୁ ଆମେ ଅଣ୍ଡର ରାଇଟ୍ କରିବୁ, ପଲିସି ଯେତେବେଳେ ଏଣ୍ଟ୍ରି କରୁ, ତାର ନାଁ, ଗାଁ, ଆଡ୍ରେସ୍ ସବୁ, ଇଞ୍ଜିନ୍ ନମ୍ବର, ଗାଡ଼ି ନମ୍ବର ଏଣ୍ଟ୍ରି କରିବୁ, ସେଠି ଗୋଟେ ଜାଗାରେ କଲମରେ ଆସିବ ଆମକୁ ଇଜ୍ ଦିସ୍ ଭେହିକିଲ୍ ଇଜ୍ ପଲ୍ୟୁସନ୍, ପଲ୍ୟୁସନ୍ ଅଛି କି ନା, ଏ ଗାଡ଼ିରେ ପଲ୍ୟୁସନ୍ ଅଛି କି ନା, ୟେସ୍ କି ନୋ ଆସିବ। ଆମେ ଯଦି ନୋ କରିଦେବୁ ତ ଆମେ ଆଗକୁ ବଢ଼ିପାରିବୁ, ପଲିସି ଇସ୍ୟୁ କରିପାରିବୁ ନାହିଁ। ସେଥିପାଇଁ ଆମେ ସେଇଠି ପ୍ରାୟ ଜାଗାରେ ୟେସ୍ କରିଦେଉ, କରିକି ପଲ୍ୟୁସନ୍ ଅଛି ବୋଲି କହିକି ପଲିସି ଇସ୍ୟୁ କରୁ। କିନ୍ତୁ ଆମକୁ ବି ଆସିଥିଲା, ଏଇଟା ଖୋଜିଲେ ବି ବାହାରି ଯାଇପାରେ, ବିନା ପଲ୍ୟୁସନ୍ରେ ଇନ୍ସୁରାନ୍ସ ପଲିସି ଇସ୍ୟୁ କରାଯିବ ନାହିଁ ବୋଲି ବି ଆସିଥିଲା। କିନ୍ତୁ ଏତେ ଷ୍ଟ୍ରିକ୍ଟ ହୁଅନ୍ତିନି, ଯେ ପ୍ରତ୍ୟେକ ଜିନିଷକୁ ଦେଖିଲେ ତ କରିହେବନି ନା କାମ, ସେଥିପାଇଁ ଆମେ ପଲିସି ଇସ୍ୟୁ କରିଦେଉ। ଗୋଟେ ଶେଷ ପ୍ରଶ୍ନ ରହିବ, ଯଦି ଜଣଙ୍କର ପଲିସି ଏବେ ଟୁ ହ୍ୱିଲର ଗୁଡାକ 5 ବର୍ଷ ପାଇଁ ପଲିସି ହଉଛି, ଫାଷ୍ଟ ତାର ବର୍ଷ ପରେ ଫାଷ୍ଟ ପାର୍ଟିଟା ସରିଯାଉଛି, ସିଏ ସେକେଣ୍ଡ ବର୍ଷ ସିଏ ଫାଷ୍ଟ ପାର୍ଟିଟାକୁ ଆଉ ରିନ୍ୟୁଆଲ କରିନି, ସେ ଗୋଟେ ବର୍ଷ ଲାପ୍ସ କରିଗଲା, ତେବେ 3 ନମ୍ବର ବର୍ଷ ଯଦି ସେ ପୁଣି ଥରେ ଫାଷ୍ଟ ପାର୍ଟି କରିବା ପାଇଁ ଚାହିଁବ, ସେ କରିପାରିବ? କରିପାରିବ। ଗାଡ଼ି ଇନ୍ସପେକ୍ସନ ଦରକାର ପଡ଼ିବ, ଗାଡ଼ି ଇନ୍ସପେକ୍ସନ ହେଲେ ହେଇଯାଇପାରିବ। କିଛି ଏକ୍ସଟ୍ରା ମାନେ ଫାଇନ୍ ଦେବା ପାଇଁ? ନା କିଛି ଫାଇନ୍ ଦେବା ପାଇଁ ପଡ଼େନି। ଆଉ ଯଦି ସେ ଲୋକର ଗାଡ଼ି ଇନ୍ସପେକ୍ସନ ଦରକାର ପଡ଼ିବ? ଗାଡ଼ି ଇନ୍ସପେକ୍ସନ ମାଣ୍ଡଟୋରି। ଆଚ୍ଛା, ସେ ଲୋକର ଯଦି ଇନ୍ସୁରାନ୍ସଟି ଲାପ୍ସ କରିନି, ତା ପୂର୍ବରୁ ସିଏ କଲା, ସେଇଠି ଆପଣ କେବଳ ପୁରୁଣା ପଲିସି ଡିଟେଲ ଦେବେ, ଆର୍ସି କପି ଦେବେ, ଗାଡ଼ି ଇନ୍ସପେକ୍ସନ ଦରକାର ପଡ଼ିବନି। ଯଦି ଦୁଇଟା ଜିନିଷ, ଗାଡ଼ି ଯଦି ଇନ୍ସୁରାନ୍ସ ଆପଣଙ୍କର ଡେଟ୍ ଅଛି, ଆପଣ ରିନ୍ୟୁଆଲ କରିବା ପାଇଁ ଆସୁଛନ୍ତି, ତ ଇନ୍ସପେକ୍ସନ ଦରକାର ନାହିଁ, ଭେହିକିଲ୍ ଇନ୍ସପେକ୍ସନ ଦରକାର ନାହିଁ। ସରିଯାଇଛି ଆପଣ ଆସୁଛନ୍ତି, ତ ଇନ୍ସପେକ୍ସନ ଦରକାର। ବହୁତ ବହୁତ ଧନ୍ୟବାଦ। ଆଜ୍ଞା, ଥ୍ୟାଙ୍କ ୟୁ।